ଦେଖନ୍ତୁ କାରଣ ଅଲରେଡି ତ ସେ ଯୋଉ ପୁଅଟିର ତା ମା ଯାଇକି ଏଫଆଇଆର ଦେଲାଣି ଏହା ଏକ ପ୍ରେମଜନିତ ବୋଲି ଏବଂ ତା ମା ମଧ୍ୟ ସ୍ପଷ୍ଟୀକରଣ ଦେଇଛି ଝିଅକୁ ଜବରଦସ୍ତି ଝିଅର ବାପା ମା ଇଏ କରିଛନ୍ତି। ତେଣୁକରି ଗୋଟେ ଅର୍ଗାନାଇଜେସନକୁ ଆମେ ବଦନାମ କରିବା ଏବଂ ସେ ଅର୍ଗାନାଇଜେସନ ଆମର ଓଡିଶାର ମଧ୍ୟ ଅନେକ ଇଏରେ ମଧ୍ୟ ସେ ପ୍ରତିଷ୍ଠିତ ମଧ୍ୟ ହେଇଛି। ଅନେକ ମଧ୍ୟ ଛାତ୍ରଛାତ୍ରୀ ମଧ୍ୟ ଆଜି ଏଠି ପ୍ରତିଷ୍ଠା ଲାଭ କରି ସେମାନେ ଯାଇକି ଦେଶ ବିଦେଶରେ ମଧ୍ୟ ଇଏ କରିଛନ୍ତି। ତେଣୁକରି ଆମ ପାଖରେ ଯେତେବେଳେ ପାଠ ପଢିବା ପାଇଁ ଆମେ ଖୋଜୁଥିଲେ ଏନି ଗୋଟେ ହାୟର ଷ୍ଟଡିଜ କରିବା ତାହେଲେ ଆମେ ବାହାର ରାଜ୍ୟ ଉପରେ ନିର୍ଭରଶୀଳ ଥିଲେ କି ବାହାର ବିଦେଶ ଉପରେ, କିନ୍ତୁ ଆଜି ଆମ ପାଖରେ ଓନ୍ ଇଏ ମଧ୍ୟ ଷ୍ଟଡି ଆଟମୋସ୍ଫିୟର ହେଇଛି ଏବଂ ଆମ ପାଖକୁ ଆମେ ଗର୍ବ ଅନୁଭବ କରିବା କଥା ଯେ ବାହାର ରାଜ୍ୟ ଏବଂ ବିଦେଶର ଅନେକ ଛାତ୍ରଛାତ୍ରୀ ଆମ ପାଖକୁ ଆସୁଛନ୍ତି ପଢିବା ପାଇଁ। ତେଣୁକରି ଅନୁଷ୍ଠାନକୁ କରା ନ ଯାଉ ବ୍ୟକ୍ତିଗତ ଭାବେ, ତେଣୁକରି ବ୍ୟକ୍ତିଗତ କ୍ଲାରିଫାଏ ହେଇଗଲାଣି ଯେ ସେ ପିଲାଟି କେମିତି ହେଇଛି ତା ପରିବାର ଲୋକ ଯାଇକି ଥାନାରେ ଏଫଆଇଆର ଦେଇଛନ୍ତି। ଏଫଆଇଆର ମଧ୍ୟ ବର୍ତ୍ତମାନର ଯାଞ୍ଚ ଚାଲିଛି, ପ୍ରକ୍ରିୟା ଚାଲିଛି। ତେଣୁକରି ମୋ ମତରେ ଅନୁଷ୍ଠାନ ବଦନାମ କରିବା ଅନୁଚିତ। ବ୍ୟକ୍ତିଗତ ଦେଖ ମୁଁ କହିବା କଥା ଜଣେ ଷ୍ଟୁଡେଣ୍ଟ ଆସି ପାଠ ପଢିଲା, ମୁଁ ପାଠପଢା କ୍ୟାରିୟରଟାକୁ ଦେଖିଲି, ପାଠପଢା କଣ ହେଲା କଣ ନାହିଁ ତା ଭିତରେ, ଆଉ ବ୍ୟକ୍ତିଗତ କିଏ କାହାକୁ ଇଏ କଲା କଣ କଲା ସେଥିରେ ଏମାନେ ଦେଖିବାର କୌଣସି ଅଛି କି ପୋଜିସନ, କିଏ କାହାକୁ ଭଲ ପାଇଲା ବୋଲି କେମିତି ଜାଣିବେ ତାର କଣ ରହିଛି। ଏବଂ ତାର ବାପା ମା ସିଏ ଆସି ଯେତେବେଳେ ଆଲିଗେସନ କରି ତାଙ୍କର ଯେତେବେଳେ ଫ୍ୟାମିଲି ମେମ୍ବର୍ସ ମାନେ ଦେ ଆର୍ ସାଟିସ୍ଫାଏଡ୍ ସେଥିରେ ଆମମାନଙ୍କର କହିବାର କଣ ରହିଛି। ନିଶ୍ଚିତ ରୂପେ କାହିଁକି ଗୋଟେ ଅନୁଷ୍ଠାନକୁ ବଦନାମ କରିବା ଏଟା ଉଦ୍ଦେଶ୍ୟ ମୂଳ କର୍ତ୍ତୃପକ୍ଷ ଯେତେବେଳେ ବାପା ମା ମାନେ ଜଣେଇଲେ ଆସିକି ଯେ ପ୍ରେମ ଜନିତ ଇଏରେ କଲେଜ କର୍ତ୍ତୃପକ୍ଷ ଯାଇକି କାହାକୁ କଣ ଯାଇକି ଝିଅର ବାପା ମାଙ୍କ ସହିତ ଇଏ କରେ, କର୍ତ୍ତୃପକ୍ଷ ହେଲା ପିଲାମାନେ ପାଠ ପଢା ଦେଖିବେ ତାଙ୍କ କ୍ୟାରିୟର ଇଏ କରିବା ପାଇଁ। ତେଣୁକରି ବାକି ତାଙ୍କ ପାର୍ଟିରେ ତାଙ୍କ ଫ୍ୟାମିଲି ମେମ୍ବର ଅଲରେଡି ତାର କ୍ଲାରିଫିକେସନ ଦେଇ କେସକୁ ମଧ୍ୟ ଯାଇଛନ୍ତି ପରିବାର। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।